ବାଇଗଣ ଚାଷ ଗୋଟେ ଲାଭଜନକ ଚାଷ। କାହିଁକିନା ଅଧିକ ଦିନ ପର୍ଯ୍ୟନ୍ତ ତାହା ଉତ୍ପାଦନ ଦେଇଥାଏ ଏବଂ ଯଦି ଆପଣମାନେ ଗ୍ରାଫ୍ଟେଡ଼୍ ବାଇଗଣ ଚାଷ କରୁଛନ୍ତି ତାହେଲେ ତାହା ଡବଲ୍ ହୋଇଯାଇଥାଏ। ସାଧାରଣ ବାଇଗଣ ଚାଷ ର ଅଧିକ ଦିନ ପର୍ଯ୍ୟନ୍ତ ଚାଲେ ଗ୍ରାଫ୍ଟେଡ଼୍ ବାଇଗଣ। ତ ଯଦି ଆମେ ତୁଳନା କରିବା ସାଧାରଣ ବାଇଗଣ ଯେଉଁ ଆମର ନନ୍ ଗ୍ରାଫ୍ଟେଡ଼୍ ବାଇଗଣ ଚାଷ ଆମେ କରୁଛୁ ତାଠୁ ଅଧିକ ଦିନ ଗ୍ରାଫ୍ଟେଡ଼୍ ବାଇଗଣ କାହିଁକି ଉତ୍ପାଦନ ଦିଏ ନା ଯେ ଏଇଟା ଯେଉଁ କଲମୀ କରାହେଇଛି ତାର ଯେଉଁ ମୂଳଟା ସିଏ ହେଉଛି ଜଙ୍ଗଲି ବାଇଗଣ ଆଉ ତାର ଯେଉଁ ଅଗଟା ସିଏ ହେଉଛି ହାଇବ୍ରିଡ଼। ତ ଆପଣମାନେ ହାଇବ୍ରିଡ଼ର ଯେକୌଣସି ଭେରାଇଟି ଯଦି ଗ୍ରାଫ୍ଟିଂ କରିବେ ତାହେଲେ ନିଶ୍ଚିତ ଭାବରେ ପ୍ରଡ଼କ୍ସନ୍ ଅଧିକ ହେବ। ତ VNR 212 ଯେଉଁ ଗ୍ରାଫ୍ଟେଡ଼୍ ଯେଉଁ ଚାଷ ଆମେ କରୁଛୁ ଏଥିରେ ପ୍ରଡ଼କ୍ସନ୍ ବହୁତ ଅଧିକା। ଆପଣମାନଙ୍କୁ ମୁଁ ଦେଖେଇବି ଯେ ଆମର ଯେଉଁ 1000 ଗଛ ଲାଗିଛି ଏଇ 1000 ଗଛରେ କେତେ କୁଇଣ୍ଟାଲ ବାହାରୁଛି ଗୋଟେ ସପ୍ତାହରେ ତାହା ଆପଣମାନଙ୍କୁ ନିଶ୍ଚିତ ଭାବରେ ଜଣେଇବି। ଆଉ ଆମର ଆଜି ହାରଭେଷ୍ଟିଂ ଚାଲିଛି ପାଖାପାଖି ଆମର ଏଇଟା 7 ନମ୍ବର ହାରଭେଷ୍ଟିଂ ଚାଲିଛି। ତ ବାଇଗଣର କ୍ୱାଲିଟି ଦେଖେଇବି, ଗଛ କେତେ ସୁନ୍ଦର ଅଛି ଦେଖେଇବି, ତା ସହିତ ଆପଣମାନେ କେମିତି ବାଇଗଣ ଚାଷ କରିବେ ତା ବିଷୟରେ ବି ଆପଣମାନଙ୍କୁ ସମ୍ୟକ ଧାରଣା ଦେବି। ତ ଚାଲନ୍ତୁ ଦେଖିବା ଆଉ ଜାଣିବା। ଗ୍ରାଫ୍ଟେଡ଼୍ ବାଇଗଣର ଗୋଟେ ବହୁତ ଭଲ ମେରିଟ୍ ହେଉଛି ଯାହାକି ପ୍ରଡ଼କ୍ସନ୍ ବହୁତ ଅଧିକା। ଆଉ ଗଛକୁ ଯଦି ଆପଣମାନେ ଭଲ ଭାବରେ ସୁରକ୍ଷା ଦେଇକି ରଖିବେ ଏଇ ଗ୍ରାଫ୍ଟେଡ଼୍ ବାଇଗଣ ମିନିମମ୍ ଆପଣଙ୍କର 8ରୁ 9 ମାସ ପର୍ଯ୍ୟନ୍ତ ହାରଭେଷ୍ଟିଂ ଦେବ। ଆଉ ଗଛର ଉଚ୍ଚତା ମିନିମମ୍ ଆପଣଙ୍କର 7ରୁ 8 ଫୁଟ ହେବ ଯଦି ଶୀତ ଦିନିଆ କିମ୍ବା ଖରା ଦିନିଆ ଲଗାଉଛନ୍ତି। ଯଦି ବର୍ଷା ଦିନିଆ ଲଗାଉଛନ୍ତି ତାହା 10ରୁ 12 ଫୁଟ ପର୍ଯ୍ୟନ୍ତ ବି ଯିବାର ସମ୍ଭାବନା ବହୁତ ଅଧିକ ଅଛି। ଆଉ ଏଇ ବାଇଗଣର ହାରଭେଷ୍ଟିଂ ଆପଣମାନେ ପ୍ରତି 3ରୁ 4 ଦିନ ଭିତରେ ନିହାତି କରିବା ଦରକାର, ନହେଲେ ଆର ସାଇଜ୍ ବହୁତ ଅଧିକ ବଢ଼ିଯିବ ଆଉ ଆର ପ୍ରଡ଼କ୍ସନ୍ ହେଭି ମାତ୍ରାରେ ହୁଏ ଆଉ ଆର ଫ୍ଲାୱାରିଂ ଆଉ ଫ୍ରୁଟିଂ ଜବରଦସ୍ତ ଆସେ। ଆଉ ଯଦି ଆପଣମାନେ 3ରୁ 4 ଦିନ ଭିତରେ ହାରଭେଷ୍ଟିଂ କରନ୍ତି ପାଖାପାଖି 1000 ଗଛର ମିନିମମ୍ ଅତି କମ୍ଟା 2ରୁ 2.5 କୁଇଣ୍ଟାଲ ଆପଣମାନଙ୍କର ନିଶ୍ଚିତ ଭାବରେ ବାହାରିବ। ଯଦି ଗୋଟେ ଏକର ଆପଣମାନେ 2500ରୁ 3000 ଗଛ ଲଗାଉଛନ୍ତି ତାହେଲେ ଆପଣଙ୍କର 3ରୁ 4 ଦିନ ଭିତରେ ମିନିମମ୍ଟା ଆପଣଙ୍କର 5 କୁଇଣ୍ଟାଲ ବାହାରିବ। ଗୋଟେ ସପ୍ତାହରେ 10ରୁ 12 କୁଇଣ୍ଟାଲ ଆପଣମାନେ ତୋଳି ପାରିବେ। ତେଣୁ ଗ୍ରାଫ୍ଟେଡ଼୍ ବାଇଗଣ ଯଦି ଆପଣମାନେ ଚାଷ କରୁଛନ୍ତି ନିଶ୍ଚିତ ଭାବରେ ଆପଣଙ୍କର ମଲ୍ଚିଂ ଆଉ ଡ୍ରିପ୍ର ଆବଶ୍ୟକତା ରହିଛି। କାହିଁକିନା ଗ୍ରାଫ୍ଟେଡ଼୍ ବାଇଗଣକୁ ସବୁଦିନ ଆକୁ ଖାଦ୍ୟର ଆବଶ୍ୟକତା ରହିଛି, ଯାହାକି ଆମେ ଯେଉଁ ଦାନାଦାର ଖାଦ୍ୟ ଆମେ ଦେଇପାରିବାନି ତାହା NPK ଖାଦ୍ୟକୁ ଆମେ ଡ୍ରିପ୍ ମାଧ୍ୟମରେ ଦେବା ଆବଶ୍ୟକ ରହିଛି। ତ ମୁଁ ଆପଣମାନଙ୍କୁ ଆଜି ଦେଖେଇବି ଯେ ଗ୍ରାଫ୍ଟେଡ଼୍ ବାଇଗଣର ଯେଉଁ କ୍ୱାଲିଟି କେମିତି ଅଛି ଆପଣ ନିଶ୍ଚିତ ଭାବରେ ଦେଖିପାରିବେ। ତ ଆପଣମାନେ ଦେଖିପାରୁଥିବେ ବର୍ତ୍ତମାନ ଯେଉଁ ବାଇଗଣର ହାରଭେଷ୍ଟିଂ ଚାଲିଛି ଆଉ ଆର କ୍ୱାଲିଟି ଆପଣମାନେ ଦେଖନ୍ତୁ କେତେ ସୁନ୍ଦର ଭାବରେ କ୍ୱାଲିଟି ଅଛି। ଆଉ ବାଇଗଣର ତାର ଯେଉଁ ସାଇଜ୍ ଆଉ ତାର ଚମକ ଆପଣମାନେ ଲକ୍ଷ୍ୟ କରିପାରୁଥିବେ କେତେ ସୁନ୍ଦର ଭାବରେ ଅଛି। ତ ଆମର ବର୍ତ୍ତମାନ ବାଇଗଣ ତୁଳା ଚାଲିଛି, ଆପଣ ଦେଖିପାରୁଥିବେ ଏଠି ଗୋଟେ ବୁରା ଫୁଲ୍ ହେଇଯାଇଛି। ତାପରେ ବି ଆମର ହାରଭେଷ୍ଟିଂ ସେ ଲାଇନ୍ରେ ଚାଲିଛି, ଆପଣମାନଙ୍କୁ ସେ ଲାଇନ୍କୁ ବି ନେଇକି ଯାଉଛି। ତ ହାରଭେଷ୍ଟିଂ କେମିତି ହେଉଛି କେତେ ପ୍ରଡ଼କ୍ସନ୍ ଅଛି ନିଶ୍ଚିତ ଭାବରେ ଆପଣମାନଙ୍କୁ ଦେଖିବି। ତ ଚାଲନ୍ତୁ। ବାଇଗଣ ଆଉ ବାଇଗଣ ଗଛକୁ ସୁରକ୍ଷା ଦେବା ପାଇଁ ହେଲେ ଆମକୁ ଯେଉଁ କାଣ୍ଡବିନ୍ଧା ଆଉ ଫଳବିନ୍ଧା ଯେଉଁ ପୋକ ଲାଗନ୍ତି ତାର ନିରାକରଣ ନିହାତି ଆବଶ୍ୟକ। ନହେଲେ ଆପଣଙ୍କର ଗୋଟେ ବି ବାଇଗଣ ଭଲ ବାହାରିବନି ଆଉ ମାର୍କେଟରେ କେହି ବି ବାଇଗଣକୁ ପଚାରିବେନି। ତ ସେଥିପାଇଁ ଆପଣମାନଙ୍କୁ ଭଲ ଔଷଧ ବ୍ୟବହାର କରିବା ପାଇଁ ପଡ଼ିବ। ଯଦି ଭଲ ଔଷଧ ବ୍ୟବହାର ନ କରୁଛନ୍ତି ତାହେଲେ ଆପଣଙ୍କର ନିଶ୍ଚିତ ଭାବରେ ବାଇଗଣ ପୋକା କଣା ହେବ, ସାଇଜ୍ ଭଲ ହେବ ନାହିଁ। କିନ୍ତୁ ଆପଣମାନେ ଯଦି ଭଲ ଔଷଧ ବ୍ୟବହାର କରିବେ ତା ସହିତ ଭଲ ମାଇକ୍ରୋ ନ୍ୟୁଟ୍ରିଏଣ୍ଟ ସହିତ NPK ପୁରା ଟାଇମ୍ ଟୁ ଟାଇମ୍ ଦେବେ ତାର ନିଶ୍ଚିତ ଭାବରେ ଆପଣଙ୍କର ପ୍ରଡ଼କ୍ସନ୍ ଅଧିକା ହେବ ଆଉ ଆପଣଙ୍କର ଲାଭ ବି ନିଶ୍ଚିତ ଭାବରେ ଅଧିକା ହେବାର ସମ୍ଭାବନା ରହିଛି। ତେଣୁ ଗ୍ରାଫ୍ଟେଡ଼୍ ବାଇଗଣ ଚାଷ କରିବା ପୂର୍ବରୁ ପ୍ରଥମେ ତ ଆପଣମାନଙ୍କର ମାଇଣ୍ଡ ସେଟଅପ୍ କରିଦେବା ଦରକାର ଯେ ଆମକୁ ଇନଭେଷ୍ଟ ଅଧିକ କରିବାର ଅଛି, ସେହି ଅନୁପାତରେ ଆମକୁ ଗଛ ଲଗାଇବାର ଅଛି। ଯଦି ଆପଣଙ୍କର ଇନଭେଷ୍ଟ ଅଧିକ ମାତ୍ରାରେ ନ ହେବ ତାହେଲେ ଆପଣଙ୍କର ରୋଜଗାର ବି ଅଧିକ ମାତ୍ରାରେ ହେବ ନାହିଁ। ତେଣୁ ସବୁବେଳେ ଚିନ୍ତା କରିବା ଦରକାର ଗ୍ରାଫ୍ଟେଡ଼୍ ବାଇଗଣ ଚାଷ କରିବା ମାନେ ଆମକୁ ଅଧିକ ପୁଞ୍ଜି ନିବେଶ କରିବା ପାଇଁ ପଡ଼ିବ। ପୁଞ୍ଜି ନିବେଶ କରିବେ ତ ଲାଭ ପାଇବେ। ଠିକ୍ ଟାଇମ୍ରେ ଯେତେବେଳେ ଆପଣଙ୍କର ଦରକାର ହେଉଥିବ ଯେ ଫଙ୍ଗିସାଇଡ଼୍, ଇନସେକ୍ଟିସାଇଡ଼୍, ମାଇକ୍ରୋ ନ୍ୟୁଟ୍ରିଏଣ୍ଟ ଏବଂ NPK ଚଲେଇବା ଦରକାର, କିନ୍ତୁ ଆପଣମାନେ ସେତେବେଳେ ତାହା ଗଛକୁ ଦେଇ ନ ପାରୁଥିବେ
କିନ୍ତୁ ଯଦି ଆପଣମାନେ ସେଇ ଗ୍ରାଫ୍ଟେଡ଼୍ ଚାଷ କରି ଯଦି ଆପଣମାନେ ପୁଞ୍ଜି ନିବେଶ ନ କରିପାରିବେ ତାହେଲେ ଗ୍ରାଫ୍ଟେଡ଼୍ ଚାଷ କରିବା କିଛି ଆବଶ୍ୟକ ନାହିଁ। ବହୁତ ଭାଇମାନେ ପଚାରୁଛନ୍ତି ଯେ ଭାଇ କେତେ ଚାରା ଲାଗିଛି, କେତେ ଖର୍ଚ୍ଚ ହେଉଛି, କେତେ ରୋଜଗାର ହେଉଛି। ଭାଇ ରୋଜଗାର ବହୁତ ହେବାର ଅଛି, କିନ୍ତୁ ସେଇ ଅନୁପାତରେ ଆପଣମାନଙ୍କୁ ଆର ଟ୍ରିଟମେଣ୍ଟ ନେବାର ଅଛି, ଆଉ ସେଇ ଅନୁପାତରେ ଆପଣମାନଙ୍କୁ ଇନଭେଷ୍ଟ କରିବାର ଅଛି। ଇନଭେଷ୍ଟ ଆର ବହୁତ ଅଧିକ। ଇନଭେଷ୍ଟ ଯଦି ଆପଣମାନେ ନ କରିବେ ତାହେଲେ ଆପଣଙ୍କୁ ରୋଜଗାର ମିଳିବ ନାହିଁ। ତ ଗୋଟେ ଗୋଟେ ଗଛରେ ପାଖାପାଖି 100ରୁ 120 କେଜି ହାରଭେଷ୍ଟିଂ ହେବ ଗୋଟେ 8ରୁ 9 ମାସ ଭିତରେ। ତ ସେଇ ଅନୁପାତରେ ତ ତାକୁ ଆମେ ଖାଦ୍ୟ ଦେବା। ଇଏ ନର୍ମାଲ ଗଛ ନୁହେଁ। ତ ଇଏ ହେଉଛି ଗୋଟେ ଜର୍ସି ଗାଈ। ଜର୍ସି ଗାଈକୁ ଯେମିତିକା ଖାଦ୍ୟ ଦେବେ ସେମିତିକା କ୍ଷୀର ଆପଣମାନେ ପାଇବେ। ସେମ୍ ଜିନିଷ ଇଏ ବି। ତ ଦେଖିପାରୁଥିବେ ଗଛର କ୍ୱାଲିଟି କେତେ ସୁନ୍ଦର ଅଛି। ଆଉ ଯିଏ ବି ବାଇଗଣ ଚାଷ କରୁଛନ୍ତି ଏମିତିକା ଟ୍ରାପ୍ ନିହାତି ଲଗାଇବା ଆବଶ୍ୟକ। ଆପଣମାନେ ଦେଖିପାରୁଥିବେ କେମିତି ଟ୍ରାପିଂ ହେଇଛନ୍ତି। ଏ ଯେଉଁ କାଣ୍ଡ ବିନ୍ଧାର ଯେଉଁ ତା'ର ଏଡଲ୍ଟ ଆପଣମାନେ ଦେଖିପାରୁଥିବେ। ତ ମୋ କ୍ଷେତରେ ବି ଏମିତି 6ରୁ 7ଟି ଲାଗିଛି। ଆଉ ସବୁଥିରେ ଆମର ଯେଉଁ ପୋକ ଟ୍ରାପ୍ ହେଇଯାଉଛନ୍ତି, ଯାହାଫଳରେ କି ଆମ ଗଛ ସବୁବେଳେ ପୁରା ସୁସ୍ଥ ହେଇ ରହୁଛି। ଗ୍ରାଫ୍ଟେଡ଼୍ ବାଇଗଣର ତା ଫଳ ଆପଣମାନେ ଦେଖିଲେ ଆପଣଙ୍କ ମନ ପୁରା ଖୁସି ହେଇଯିବ। ଆଉ ଫଳ ଗୋଟେ ଗୋଟେ ଗଛର ପାଖାପାଖି 40-50 ପିସ୍ ଫଳ ସବୁବେଳେ ଲାଗିକି ରହିଥାଏ। ତେଣୁ ଆପଣମାନେ ଆକୁ ସେଇ ଅନୁପାତରେ ଖାଦ୍ୟ ବି ଦେବା ଆବଶ୍ୟକତା ରହିଛି। ଗ୍ରାଫ୍ଟେଡ଼୍ ବାଇଗଣ ଚାଷ କଲେ ଆପଣମାନଙ୍କୁ ପ୍ରପର୍ କେୟାର ନେବା ପାଇଁ ପଡ଼ିବ। ତ ଆପଣମାନେ ଦେଖିପାରୁଥିବେ ପ୍ରଥମ ତ ଆପଣଙ୍କୁ ଡ୍ରିପ୍ ଆଉ ମଲ୍ଚିଂର ଆବଶ୍ୟକତା ରହିଛି। ତା ସହିତ ଆପଣଙ୍କୁ ବାଉଁଶର ଖୁଣ୍ଟ ଆବଶ୍ୟକତା ରହିଛି। ଯଦି ବାଉଁଶ ଖୁଣ୍ଟ ନାହିଁ ତାହେଲେ ଗଛ ଭାଙ୍ଗିଯିବ। ସେ ତା ଉପରେ ଆପଣଙ୍କୁ ଦେଖିପାରୁଥିବେ ସୁତୁଲିରେ କେମିତିକା ଜିଗଜାଗ୍ କରାହେଇଛି। ଯଦି ଜିଗଜାଗ୍ ନ କରିବେ ତାହେଲେ ସେ ଯେଉଁ ବ୍ରାଞ୍ଚ ଗୁଡ଼ା ସବୁ ଶାଖା ଗୁଡ଼ା ତ ଏପଟ ସେପଟ ଗଡ଼ିକି ଭାଙ୍ଗିଯିବ। ତ ଆପଣଙ୍କର ହାରଭେଷ୍ଟିଂର ଘାଟା ହେବ, ଉତ୍ପାଦନ କମି ହେବ। ତେଣୁକରି ଆପଣଙ୍କୁ ଖର୍ଚ୍ଚ ବହୁତ ଅଧିକ ମାତ୍ରାରେ ଆବଶ୍ୟକ ରହିଛି ଏଇ ଗ୍ରାଫ୍ଟେଡ଼୍ ବାଇଗଣ ଚାଷ କଲେ। ଆଉ ଗ୍ରାଫ୍ଟେଡ଼୍ ବାଇଗଣର ଗୋଟେ ଭଲ ଜିନିଷ ହେଉଛି ଯେ ପ୍ରଡ଼କ୍ସନ୍ ବହୁତ ଅଧିକା ଦେବ। ତେଣୁକରି ଆପଣମାନଙ୍କୁ ସେଇ ଅନୁପାତରେ ତାକୁ ଖାଦ୍ୟ ବି ଦେବା ଆବଶ୍ୟକ ରହିଛି। ତ ଏଥିରେ ଯେଉଁ 052-34, 1261, 1919, ଆପଣଙ୍କର 13-045, 0050 ଏଇ ଯେଉଁ NPK ସବୁ ରହିଛି ଆକୁ ଟାଇମ୍ ଟୁ ଟାଇମ୍ ନିହାତି ଦେବା ଆବଶ୍ୟକ। ଯଦି ଟାଇମ୍ ଟୁ ଟାଇମ୍ ନଦେବେ ତାହେଲେ ସେଇ ଅନୁପାତରେ ଆପଣଙ୍କର ଉତ୍ପାଦନ ହେବ ନାହିଁ। ତେଣୁ ପ୍ରତ୍ୟେକ ଚାଷୀ ଭାଇମାନେ ଗୋଟିଏ ଜିନିଷ ଧ୍ୟାନ ରଖିବେ ଯେ ଗ୍ରାଫ୍ଟେଡ଼୍ ବାଇଗଣ ଚାଷ କରିବା ସହଜ ନୁହେଁ। ତା'ର ଉତ୍ପାଦନ ନେବା ବି ସହଜ ନୁହେଁ। ତ ଆକୁ ପ୍ରପର୍ ଟ୍ରିଟମେଣ୍ଟରେ ଚାଷ କଲେ ଆପଣଙ୍କୁ ବହୁତ ଅଧିକ ଉତ୍ପାଦନ ସହିତ ଅଧିକ ଲାଭ ମିଳିବ। ତା ସହିତ ଆପଣଙ୍କର ଯେଉଁ ରହିଛି ଯତ୍ନ ନେବା, ଏଇ ଯତ୍ନ ନେବା ଜିନିଷଟା ବହୁତ ଅଧିକ ମାତ୍ରାରେ ହେବା ଦରକାର। କାହିଁକିନା ୟାକୁ କେୟାରଲେସ୍ କରି ଯଦି ଆପଣମାନେ ଚାଷ କରିବେ ତାହେଲେ ଏଥିରେ ଉତ୍ପାଦନ ଟୋଟାଲ୍ ଘାଟା ହେଇଯିବ। ବହୁତ କମ୍ ପ୍ରଡ଼କ୍ସନ୍ ହେବ, ଗଛ ଜଲ୍ଦି ଖରାପ ହେଇଯିବ। ତେଣୁ ଆପଣମାନେ ସବୁବେଳେ ଧ୍ୟାନ ରଖିବେ ଯେ ଗ୍ରାଫ୍ଟେଡ଼୍ ବାଇଗଣ ଚାଷ କଲେ ଆପଣଙ୍କୁ ଯତ୍ନ ବି ସେଇ ଅନୁପାତରେ ନେବାର ଆବଶ୍ୟକତା ରହିଛି। କଥାରେ ଅଛି ମା ଯଦି ସୁସ୍ଥ ତାହେଲେ ପିଲାମାନେ ସୁସ୍ଥ ହେବେ। ତେଣୁ ଗଛକୁ ଯଦି ଆପଣମାନେ ସୁସ୍ଥ ରଖିବେ ଆପଣଙ୍କର ଯେଉଁ ଫଳ ତାହା ବହୁତ ସୁସ୍ଥ ହେବ। ମାନେ କହିବାର ଅର୍ଥ କି ବହୁତ କ୍ୱାଲିଟି ହେବ, ଚମକ ଆସିବ, ପୁରା ଚକଚକ୍ ହେବ। ଆଉ ମାର୍କେଟର ଭ୍ୟାଲ୍ୟୁ ବି ସେଇ ଅନୁପାତରେ ଆପଣଙ୍କୁ ମିଳିଯିବ। ତେଣୁ ଆପଣମାନେ ଯେକୌଣସି ବି ଚାଷ କରନ୍ତୁ ନା କାହିଁକି ପ୍ରପର୍ ଯତ୍ନ ନେବା ଦରକାର, ପ୍ରପର୍ କେୟାର ନେବା ଦରକାର। ତାପରେ ହିଁ ଆପଣମାନଙ୍କର ପ୍ରଡ଼କ୍ସନ୍ ବହୁତ ଅଧିକା ହେବ ଆଉ ଆପଣ ଲାଭ ପାଇବେ। ଆଉ ଆପଣ ଯଦି ହତାଦର କରିବେ ଯେ ଗଛ ଲଗାଇ ସାରିକି ତା'ର କୌଣସି ଯତ୍ନ ନ ନେବେ, ତା'ର ଯାହା ଆବଶ୍ୟକତା ଥାଏ, ଯେଉଁ ସମୟରେ ଯାହା ଦେବା କଥା ଯଦି ଆବଶ୍ୟକତା ଥାଏ ସେଇ ଆବଶ୍ୟକତାକୁ ଆପଣମାନେ ପୂରଣ ନ କରିପାରିବେ ତାହେଲେ ଆପଣଙ୍କର ଉତ୍ପାଦନର କମି ଆସିବ ଓ ଆପଣଙ୍କର ଲସ୍ ହିଁ ଲସ୍। ତେଣୁ ଆପଣମାନେ ସବୁବେଳେ ଚାଷ କରିବା ପୂର୍ବରୁ ଭାବି ନେଇଥିବେ ଯେ ମାଇଣ୍ଡ ସେଟ୍ କରିନେଇଥିବେ ଯେ ମୋର ଏତିକି ମୁଁ ଚାଷ କରିବି, ମୋତେ ଏତିକି ଇନଭେଷ୍ଟ କରିବାର ଅଛି। ତ ଇଏ ହିଁ ପ୍ରଥମ କଥା। ତାପରେ ଆପଣମାନେ ଚାଷ କରିବା ପାଇଁ ଆଗକୁ ଆସନ୍ତୁ। ତ ଆଜିର ଭିଡ଼ିଓ ଏଇଆ ଥିଲା କି ମୁଁ ଗ୍ରାଫ୍ଟେଡ଼୍ ବାଇଗଣ ଯେଉଁମାନେ ଚାଷ କରିବା ପାଇଁ ଚାହୁଁଛନ୍ତି ତାଙ୍କୁ ଏଇ କଥାଟା ଜଣେଇଲି ଯେ ଏମିତିକା ସବୁ ସିଷ୍ଟମ୍ ରହିଛି। ତ ଆଜିର ଭିଡ଼ିଓ ଏତିକି। ଯଦି ଭଲ ଲାଗିଥିବ ତାହେଲେ ପ୍ଲିଜ୍ ଲାଇକ୍, କମେଣ୍ଟ, ସେୟାର ଆଉ ସବସ୍କ୍ରାଇବ୍ କରିକି ବେଲ୍ ଆଇକନ୍କୁ ଦବାଇ ଦେବେ। ନମସ୍କାର।